ଆଜ୍ଞା ଆପଣ ପରିଚୟ ଦେବେ। ଆକ୍ଚୁଆଲି ଆମର 1998 ମସିହାର ମାଟ୍ରିକ ବ୍ୟାଚ୍ର ବନ୍ଧୁ ମିଳନ ଉତ୍ସବ ବିଭିନ୍ନ ଦୂରଦୂରାନ୍ତରୁ ସବୁ ଲୋକେସନ୍ ଯିଏ ଯେଉଁଠି ଅଛନ୍ତି ଆମେ ଯିଏ ଯେଉଁଠି ଅଛନ୍ତି ସବୁ ସାଙ୍ଗମାନେ ଆମେ ଆଜି ମିଶିଛୁ। ବହୁତ ଖୁସି ଲାଗୁଛି। ଆପଣ କୋଉ ଜାଗାରେ ମିଶିଛନ୍ତି? ପ୍ରାୟତଃ ପାଖାପାଖି 100 ଜଣ ସାଙ୍ଗ ଆମେ ଏକତ୍ରିତ ହେଇଛୁ। ସମସ୍ତେ କେମିତି ଲାଗୁଛି ଆପଣଙ୍କୁ? ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି, କାରଣ ଏଇ ଗୋଟେ ମୋମେଣ୍ଟ ଯେମିତି ଖୁସିର ମୁହୂର୍ତ୍ତ। ସମସ୍ତେ ସବୁ ଜାଗାରେ ବିଭିନ୍ନ ବହୁତ କଷ୍ଟ କରି ଆସିଛନ୍ତି। ଆଉ ପ୍ରତିବର୍ଷ ଆମେ ଏଇ ଡିସେମ୍ବର ମାସରେ ଗୋଟେ ବନ୍ଧୁ ମିଳନ ଉତ୍ସବ କରୁ। ଯିଏ ଯୋଉଠି ଥିଲେ ବି ଯେତେ କଷ୍ଟ ପଡୁ ଯାହା ପଡୁ ସମସ୍ତେ ଆସନ୍ତି। ଆଉ ଏଇଟା ବହୁତ ଖୁସିର ଦିନ। ଆମେ ସମସ୍ତେ ଆଉ ଏଇ ଗୋଟେ ଅପରଚୁନିଟି ଆମକୁ ମିଳେ ସମସ୍ତଙ୍କୁ ଦେଖା ସାକ୍ଷାତ କରିବା ପାଇଁ। ଆଉ ଗୋଟେ ଦିନ ସମସ୍ତେ ଦେଖା କରି ବହୁତ ଖୁସି ଅନୁଭବ କରୁ। ସମସ୍ତେ ଆମ ସାଙ୍ଗମାନେ ଅଲ୍ ୱାର୍ଲଡ ବିଶେଷ ଆପଣ ବ୍ୟକ୍ତିଗତ କଣ କରୁଛନ୍ତି? କୋଉ ଜାଗାରେ ଆସିଛନ୍ତି? ଫାଇନାନ୍ସିଆଲ ପ୍ଲାନର, ମୁଁ ଭୁବନେଶ୍ୱର ରୁହେ। ଆଉ ଆଜି ତ ଖବର ପାଇଲି ଏଠି ବର୍ତ୍ତମାନ ସାଙ୍ଗମାନେ ମତେ ବହୁତ ଖୁସି ଲାଗୁଛି। ସବୁ ସାଙ୍ଗମାନଙ୍କୁ ବହୁତ ଦିନ ପରେ ଦେଖି ପାଇଁ ସମସ୍ତେ ଦେଖୁଛି, ସମସ୍ତେ ସବୁବେଳେ ଦେଖା ପାଆନ୍ତିନି, କିନ୍ତୁ ଆଜି ଗୋଟେ ଦିନରେ ସମସ୍ତେ ଦେଖା ମିଳୁଛି ସମସ୍ତଙ୍କୁ। ଆଉ ବହୁତ ଖୁସି ଲାଗୁଛି। ଆଉ ସମସ୍ତେ ଆମେ ଗୋଟେ କିଛି ନିଜ ସହିତ ମିଶଉଛୁ। ଆଉ ଆଜ୍ଞା ଆପଣ ପରିଚୟ ଦେବେ। ବିଚିତ୍ରାନନ୍ଦ ରାଉତ, ମାର୍ଶାଘାଇ ହାଇସ୍କୁଲର 90 ବ୍ୟାଚ୍ର 98। ଆଜି ଏଭଳି ଗୋଟେ ମୁହୂର୍ତ୍ତ ଯାହାକି ଆମେ ବହୁତ ପୁରୁଣା ବନ୍ଧୁମାନେ ଆଜି ମିଳନ ହୋଇଛୁ, ଯାହାକି ବହୁତ ଖୁସିର ଦିନ। ଆଜି ମୁଁ ସେଟାକୁ ମନର ବେଦନା ସହିତ କହିପାରୁନାହିଁ, ତା ଭାବନା ବି କହିପାରୁନାହିଁ। ଏମିତି ଏକ ଗୋଟେ ବର୍ଷରେ ଗୋଟେ ଦିନ ଆସେ। ଆଉ ଯାହା ହଉ ଆଜି ବହୁତ ଖୁସିର ମୁହୂର୍ତ୍ତ। ଏଇଟା ଆପଣ ପ୍ରତି ବର୍ଷ ପାଳନ କରୁଛନ୍ତି ନା ଏଇ ବର୍ଷଟା କରୁଛନ୍ତି? ହଁ, ନାଇଁ ଆମେ ବିଗତ 6 ବର୍ଷ ହବ ପ୍ରାୟ କରି ଆସୁଛୁ। ପ୍ରାୟ ସବୁ ବନ୍ଧୁମାନେ ଆମର ଆସୁଛନ୍ତି। ଯେଉଁମାନେ ରହିଯାଉଛନ୍ତି ମିଷ୍ଟେକରେ ମାନେ ପାରିବାରିକ ପ୍ରୋବ୍ଲେମ ଯୋଗୁଁ ସେ ରହିଯାଉଛନ୍ତି, କିନ୍ତୁ ପ୍ରାୟ ସବୁ ବନ୍ଧୁମାନେ। ଆପଣଙ୍କର ଯୋଉ ଆଭିମୁଖ୍ୟଟା ଅଛି ଖାଲି ଭୋଜି କରି ଖାଇବା ନା କିଛି ଅଲଗା ଆଭିମୁଖ୍ୟ ଅଛି ଆପଣଙ୍କର? ନାଇଁ, ଆଭିମୁଖ୍ୟ ତ ଆମେ ଚିନ୍ତା କରୁଛୁ ବହୁତ କିଛି କରିବା ପାଇଁ, କିନ୍ତୁ ଏଇଆ ସମୟର ତାଳ ସମୟର ସ୍ରୋତ ନେଇକି ଆମେ ସେଇଟାକୁ ଟିକେ କରିପାରୁନୁ। ଆ ଭିତରେ ଆମେ ଯୋଜନା କରୁଛୁ କିଛି ଆଗକୁ ସୋସିଆଲ କାମ କରିବୁ। ଧନ୍ୟବାଦ। ଆଜ୍ଞା ଆପଣ ପରିଚୟ ଦେବେ। କ'ଣ କହିବେ ଆଜି ଯୋଉ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି, କେତେ ବନ୍ଧୁ ଆପଣଙ୍କ ସହଯୋଗ କରିଛନ୍ତି ଏ ବିଷୟରେ ଟିକେ କହିବେ? ସାଙ୍ଗମାନେ ଆସିଛନ୍ତି ଆଜି ବନ୍ଧୁ ମିଳନ ବନ୍ଧୁମାନେ ଏଠି ଯେଉଁ ବନ୍ଧୁମାନେ ଏଠି ରହି ପାଖରେ ସେମାନେ ଆୟୋଜନ କରୁଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେଉଛି। ଯେଉଁମାନେ ଏଠି ଆରେଞ୍ଜ କରୁଛନ୍ତି ଏତେ ବଡ଼ ପ୍ରୋଗ୍ରାମ। ଆପଣ ନଥିଲେ କି? ଆମେ ପାରାଦ୍ୱୀପରେ ରହୁଛୁ, ଆମେ ଆସିପାରୁନୁ। ସେମାନେ ଯେଉଁମାନେ ପାଖରେ ରହୁଛନ୍ତି ସେମାନଙ୍କ ସହଯୋଗ କର୍ମେ ଏ ପ୍ରୋଗ୍ରାମଟି ଆଜି ଏତେ ବଡ଼ ହେଇପାରିଛି। ତାଙ୍କୁ ଅଶେଷ ଧନ୍ୟବାଦ। ଆଗକୁ ଲକ୍ଷ୍ୟ କ'ଣ ରଖିଛନ୍ତି? ଆଗକୁ ଲକ୍ଷ୍ୟ ଏଇ ବନ୍ଧୁ ମିଳନ ଯେଉଁ ହେଉଛି ସାଙ୍ଗମାନଙ୍କର ସହାନୁଭୂତି, ତାଙ୍କର ଯେଉଁ ସାଙ୍ଗମାନଙ୍କ ମିଳନ, ସେମାନଙ୍କ ଗୋଟେ ଖୁସିର ମୁହୂର୍ତ୍ତ।